କହିଲେ ଗୁରୁଜୀ କୁହନ୍ତୁ ବୁଝାଇ ପ୍ରଜାପତିଙ୍କ ଡେଣାରେ ଏତେ ରଙ୍ଗ ଏତେ ଚିତ୍ର କେ ଭରିଲା ଘର ତାଙ୍କ କେଉଁଠାରେ କିଏ ପୁଣି ତାଙ୍କ ଜନକ ଜନନୀ ସେମାନେ କେତେ ସୁନ୍ଦର ତାଙ୍କ ପରି ଆମ ଜୀବନ କେମିତି ହେବ କୁହ ସୁନ୍ଦର ଗୁରୁଜୀ ହସିକି କହିଲେ ପିଲାଏ ସୁନ୍ଦର ପ୍ରଶ୍ନ ତୁମ୍ଭର ସେ ରହସ୍ୟ କଥା ଜାଣିବା ତୁମ୍ଭର ଅଟେ ଅତି ଦରକାର କହୁଛି ଉତ୍ତର ଶୁଣ ମନ ଦେଇ ହେବ ବିକାଶ ବୁଦ୍ଧିର ଏକଥା ଶୁଣିଲେ ଜାଣିଯିବ ତୁମ୍ଭେ ଫଳ ତପସାଧନାର ସୁନ୍ଦର ଏ ପ୍ରଜାପତିଙ୍କର ପିତା ମାତା ତ ସେମାନେ ନିଜେ ତପେ ତେଜି ତାଙ୍କ କୁତ୍ସିତ ଜୀବନ ସୁନ୍ଦର କୀଟ ଏମାନେ ଗୁରୁଜୀଙ୍କ କଥା ଶୁଣି ପିଲାଙ୍କର ମୁଣ୍ଡ ଭାଁ ଭାଁ ହେଲା ଭାବିଲେ ଏମିତି ଅଜବ ଘଟଣା କେମିତି ହୁଏ ଭଲା ଗୁରୁଜୀ କହିଲେ ଚକିତ ନ ହୋଇ ମୋ କଥାକୁ ପିଲେ ଶୁଣ ରହସ୍ୟ ବୁଝିଲେ ସେ ପଥେ ବି ତୁମ୍ଭେ ଗଢ଼ିବ ନିଜ ଜୀବନ କୁତ୍ସିତ ବିଷମୟ ଏମାନଙ୍କ ଥିଲା ପ୍ରଥମ ଜୀବନ ଲୁମସାଲୁ ବାଲୁ ସମ୍ବାଳୁଆ ଥିଲେ ଏହି ପ୍ରଜାପତି ଗଣ ସମ୍ବାଳୁଆ ନା ଶୁଣିଲା ମାତ୍ରକେ ପିଲାଏ ଟେକିଲେ ନାକ ଗୁରୁଜୀ କହିଲେ ସେ କୁତ୍ସିତ କୀଟ କେମିତି ସୁନ୍ଦରୀ ଦେଖ ଯେଉଁ ସମ୍ବାଳୁଆ ଚରାବୁଲା ଛାଡି ଗଛ କାନ୍ଥ କବାଟରେ ତପେ ବସେ ଯେବେ ଧୀରେ ଧୀରେ ତାର ଲୁମ ତୁଳା ରୂପ ଧରେ ସେହି ତୁଳା କୁଶ ମଧ୍ୟ ତପସ୍ୟାରେ ହଜିଯାଏ କୀଟ ସେହି କିଛି ଦିନ ଅନ୍ତେ ବାଲ୍ମୀକ ପରି ସିଦ୍ଧ ରୂପ ସେ ଧରଇ ରୂପ ରଙ୍ଗ ଧରି ଡେଣା ମେଲି ଉଠେ ତପ ସମାଧିରୁ କୀଟ ସରଗ ପରିଟି ପରି ଆସି ସିଏ ମେଲାଏ ରୂପର ଥାଟ ରୂପାନ୍ତର ପରେ ରାତ୍ରି ଚର ସେହି ଦିବସେ ଉଡ଼ି ବୁଲଇ ପତ୍ର ତୃଣ ତେଜି ଫୁଲେ ଫୁଲେ ଉଡ଼ି ସଦା ମଧୁ ପିଉଥାଇ ତେଣୁ ସିଏ ନିଜେ ନିଜ ପିତା ମାତା ତପ ତାର ରୂପ ରଙ୍ଗ ଫୁଲର କୋମଳ ବୁକୁ ତାର ଘର ଉଡ଼ଇ ଜହ୍ନେ ବିହଙ୍ଗ ତପ ସାଧନାର ଶକତି ବଳରେ ଲଭିଣ ନୂଆ ଜୀବନ ସମ୍ବାଳୁଆ କୀଟ ନବ ଜନ୍ମ ଲଭି ଭୋଗେ ସୁଖ ଅନୁକ୍ଷଣ ତୁମ୍ଭେ ବି ପିଲାଏ ପାଠେ ମନ ଦେଇ ତୁମ୍ଭେ ବି ପିଲାଏ ପାଠେ ମନ ଦେଇ ତପ କରି କୀଟ ସମ ଜୀବନକୁ ଧନ୍ୟ କରିକି ରଖିବ ପିତା ମାତା ଦେଶ ନାମ ଜୀବନକୁ ଧନ୍ୟ କରିକି ରଖିବ ପିତା ମାତା ଦେଶ ନାମ ବାଃ ପିଲାଏ ବାଃ କି ସୁନ୍ଦର କବିତା ଏଇ କବିତା ମାଧ୍ୟମରେ ବଡ ଭାଇ ରାଜେନ୍ଦ୍ର ସାମଲ କେଡେ ସୁନ୍ଦର ଉପଦେଶ ଦେଇଛନ୍ତି କେତେ ସୁନ୍ଦର ସେ ଲେଖିଛନ୍ତି ସୃଷ୍ଟିର କଥା ସାଧନାର ଗାଥା ପୁଣି ଜୀବନର ସାର୍ଥକ କଥା ନୁହେଁ କି ତେବେ ନିବେଦିତା ଏଥର ପୁଣି ପିଲାଙ୍କ ପାଇଁ କଣ ରହିଛି ଅଛି ଅପା ଏଥର ଆଉ ଗୋଟିଏ ସୁନ୍ଦର କାହାଣୀ ବଡ ଭାଇ ରାଜେନ୍ଦ୍ର ସାମଲଙ୍କ ହାତରେ ଅଛି ତେବେ ଶୁଣ ପିଲାଏ ମନ ଦେଇ କାହାଣୀର ନାଁ ହେଲା ଶ୍ରେଷ୍ଠ ଧନ ତରାପୁର ଗୋଟିଏ ଛୋଟିଆ ଗାଁ ମୁଣ୍ଡକୁ କାଦୁଆ ପୋଖରୀ ହୁଡାରେ ଝଙ୍କାଳିଆ ବରଗଛ ରବିବାର ଦିନ ଉପର ବେଳା ସୂର୍ଯ୍ୟ କିରଣ ଟାଣ ଥିଲେ ବି ପିଲାଏ ଆସି ସେଇ ବରଗଛ ଛାଇରେ ଖେଳକୁଦରେ ମାତିଥାନ୍ତି ସେତିକି ବେଳେ ସେଠି ପହଞ୍ଚିଲେ ଜଣେ ଚିତା ଚୈତନ କଟା ବାବା ଦେହରେ ଧୋବ ଫରଫର ବସ୍ତ୍ର ଆଉ କାନ୍ଧରେ ବୁକୁଚା ଥକା ମେଣ୍ଟାଇବା ପାଇଁ ସେ ଗଛ ମୂଳରେ ବସି ପଡିଲେ ତାଙ୍କୁ ଦେଖି କେତେ ଜଣ ପିଲା ଟିକେ ଶଙ୍କି ଗଲେ ଆଉ କେତେ ଜଣ ଡରି ଯାଇ ସେଠାରୁ ପଳାଇବାକୁ ବାହାରିଲେ ପିଲାଙ୍କୁ ପଳାଇ ଯାଉଥିବାର ଦେଖି ବାବା କହିଲେ ଆରେ ପିଲେ ଚାଲି ଯାଉଛ କୁଆଡେ ତୁମେ ମାନେ ମତେ ଡରୁଛ କି ନାହିଁ ଡରିବାର କିଛି ନାହିଁ ଆମେ ସାଧୁ ସନ୍ନ୍ୟାସୀ ଲୋକ ଆମେ କାହାର କ୍ଷତି କରୁନୁ ଆସ ତୁମେ ମାନେ ତୁମର ଖେଳ କୌତୁକ କର ତୁମମାନଙ୍କ ଖୁସି ମଜା ଦେଖିଲେ ମତେ ବି ଭଲ ଲାଗିବ ଆଉ ଯଦି କହିବ ମୁଁ ବି ବଢିଆ ବଢିଆ ଗପ କହି ତୁମମାନଙ୍କୁ ଖୁସି କରାଇଦେବି ଗପ କଥା ଶୁଣି ପିଲାଏ ପାଖକୁ ଆସିଲେ ସାହସ ବାନ୍ଧି ମଣ୍ଟୁ କହିଲା ସତରେ ତୁମେ ବହୁତ ଗପ ଜାଣିଛ ଆମେ ଗପ ଶୁଣିବାକୁ ଭଲ ପାଉ ଆଜି ଆମକୁ ସୁନ୍ଦର ଗପଟିଏ କୁହ ତେବେ ତା ଆଗରୁ ତୁମେ କିଏ ଆମକୁ ଟିକେ କୁହ ବାବା କହିଲେ ଠିକ କହିଛ ବାବୁ ବିନା ପରିଚୟରେ କାହା ସାଥିରେ ମିଶିବା ଉଚିତ ନୁହେଁ ତେବେ ମୋର ପରିଚୟ ତୁମମାନଙ୍କ ବାପା ମାଙ୍କୁ ପଚାରିବ ସେମାନେ କହିବେ ତୁମକୁ ବି କହୁଛି ମୁଁ ନାରାୟଣପୁର ବ୍ରାହ୍ମଣ ଶାସନର ଶ୍ରୀହରି ମିଶ୍ରଙ୍କର ବଡ ପୁଅ ପ୍ରିୟବ୍ରତ ମିଶ୍ର ପିଲାଟି ଦିନରୁ ଗୀତା ଭାଗବତ ପୁରାଣ ପୁଥିରେ ମୋର ବହୁତ ଆଗ୍ରହ ଦେଖି ବାପା ମତେ ଗୋଟିଏ ଗୁରୁକୁଳ ଆଶ୍ରମରେ ପଢାଇଲେ ପାଠ ପଢା ପରେ ମୁଁ ଆଉ ଘର ସଂସାର କଲି ନାହିଁ ଏଣେ ତେଣେ ବୁଲି ବୁଲି କେବଳ ନୀତି ଧର୍ମ କଥା ପ୍ରଚାର କଲି ସେଇଠୁ ବାପା ମା ଦେଇଥିବା ନାଁଟା ମୋର କୁଆଡେ ହଜିଗଲା ଲୋକେ ମତେ ପଣ୍ଡିତ ମହାରାଜ ବୋଲି ଡାକିଲେ ବାବାଙ୍କ ପରିଚୟ ପାଇ ପିଲାଏ ଖୁସି ହୋଇ ତାଙ୍କୁ ମୁଣ୍ଡିଆ ମାରିଲେ ବାବା ଆଶୀର୍ବାଦ କରି କହିଲେ ଠିକ ଅଛି ପିଲେ ତୁମେ ସବୁ ଦିନେ ନିଶ୍ଚୟ ବଡ ମଣିଷ ହେବ ଏବେ ଗପ ଆରମ୍ଭ କରିବା ତେବେ ତୁମେ ମାନେ ମତେ କୁହ
ଦୁନିଆରେ ଶ୍ରେଷ୍ଠ ଧନ କଣ? କାହାକୁ ଆମେ ସବୁଠୁ ବଡ ଧନୀ ବୋଲି କହିବା? ପିଲାଙ୍କ ମଧ୍ୟରୁ କେହି କେହି ଟଙ୍କା ପଇସା ସୁନା ରୂପାକୁ, ଆଉ କେହି କେହି ଜମିବାଡି ଗାଡି ଘୋଡାକୁ ଶ୍ରେଷ୍ଠ ଧନ, ଏବଂ ସେସବୁ ଯାହାର ଯେତେ ଅଧିକ ଅଛି ସିଏ ସେତେ ବଡ ଧନୀ ଲୋକ ବୋଲି କହିଲେ। ମହାରାଜ ମୁଣ୍ଡ ହଲାଇ କହିଲେ, ହେଲାନି, ଉତ୍ତର ଠିକ ହେଲାନି। ହଉ ଠିକ ଅଛି, ମୁଁ ଏବେ ଛୋଟ ଗପଟିଏ କହୁଛି, ସେଇଥିରୁ ତୁମେ ମାନେ ଆପେ ଆପେ ବୁଝିଯିବ କଣ ଶ୍ରେଷ୍ଠ ଧନ ଆଉ କିଏ ସବୁଠୁ ବଡ ଧନୀ। ପିଲାମାନେ ଖୁସିରେ ମୁଣ୍ଡ ଟୁଙ୍ଗାରିଲେ। ତାପରେ ପଣ୍ଡିତ ମହାରାଜ ଆରମ୍ଭ କଲେ ଗପ। ଜଣେ ଧନୀ ଲୋକର ସୌମ୍ୟ ଓ ସୁର ନାମରେ ଦୁଇ ପୁଅ ଥିଲେ। ପିଲାଟି ଦିନରୁ ସୌମ୍ୟ ପାଠ ପଢା ପଢିରେ ଭାରି ଆଗ୍ରହୀ, ହେଲେ ସୁର ମସ୍ତ ପାଠ ଜୋର। ପାଠ କଥା କହିଲେ ତାକୁ ଜ୍ୱର ଆସେ। ଖାଲି ବାପାଙ୍କ ଡରରେ ସିଏ ସ୍କୁଲ ଯାଉଥିଲା। ଦୁର୍ଭାଗ୍ୟକୁ ସେମାନଙ୍କ ପଢା ଚାଲିଥିବା ବେଳେ ବାପାଙ୍କର ହଠାତ୍ ମୃତ୍ୟୁ ହେଲା। ମାଆକୁ ବା ଦୁନିଆରେ ପଚାରେ କିଏ? ସୁର ମାଆକୁ ଖାତର କଲାନି। ଶେଷରେ ସିଏ ପାଠରେ ଡୋରି ବାନ୍ଧିଦେଲା ଓ ଧୀରେ ଧୀରେ ପୈତୃକ ସମ୍ପତ୍ତିର ଦେଖାଶୁଣା କଲା। ସୌମ୍ୟ କିନ୍ତୁ ସବୁ ବାଧା ବିଘ୍ନକୁ ସାମ୍ନା କରି ପାଠରେ ଲାଗି ପଡିଲା। ସେ ବହୁତ ପାଠ ପଢିଲା। ଶେଷରେ ସେ ଗୋଟେ ବଡ ଅଫିସର ହେଲା। ମାନ ସମ୍ମାନ ବି ବହୁତ ପାଇଲା। ସମୟକ୍ରମେ ମା ଦୁଇ ଭାଇଙ୍କୁ ବାହା କରାଇଦେଲେ। ସେମାନେ ଘର ସଂସାର କଲେ। କିଛି ଦିନ ଭଲରେ ବିତିଗଲା। ତାପରେ ଦୁଇ ବୋହୂଙ୍କ ଭିତରେ ବିବାଦ ଆରମ୍ଭ ହୋଇଗଲା। ସ୍ତ୍ରୀ ମାନଙ୍କ କାନକୁ କଥାରେ ଦୁଇ ଭାଇଙ୍କ ମଧ୍ୟରେ ବି ଭୁଲ ବୁଝାମଣା ଆରମ୍ଭ ହେଲା। ସେମାନେ ଭିନ୍ନ ହେବାକୁ ବସିଲେ। ଭାଗ ବଣ୍ଟରା ପାଇଁ ପଞ୍ଚାୟତ ବସିଲା। ପଞ୍ଚାୟତ ଆଗରେ ସୁର ଯୁକ୍ତି ବାଢିଲା। ସ୍ଥାବର ଅସ୍ଥାବର ସମ୍ପତ୍ତି ପରି ଭାଇର ଦରମାରେ ବି ତାର ହକ୍ ଅଛି, କାରଣ ସିଏ ଘରର ସମ୍ପତ୍ତି ଆଉ ଟଙ୍କା ପଇସାରେ ପାଠ ପଢିଛି। ପଞ୍ଚାୟତର ସଭାପତି ଭାରି ଜ୍ଞାନୀ ଲୋକ ଥିଲେ। ସେ ସଂସ୍କୃତରେ ଗୋଟିଏ ଶ୍ଳୋକ ଗାଇଦେଲେ, ଜ୍ଞାତି ବଣ୍ଟତ ନୈବ ଚୋରଣାପି ନ ନିୟତେ ଦାନେନ କ୍ଷୟନଂ ଜାତି ବିଦ୍ୟା ରତ୍ନ ମହାଧନ। ତାପରେ ସେ ବୁଝାଇ କହିଲେ, ଆରେ ସୁର, ବିଦ୍ୟା ଏମିତି ଏକ ମହାଧନ ଯାହାକୁ ଭାଇମାନଙ୍କ ଭିତରେ ବା କୁଳ କୁଟୁମ୍ବ ଭିତରେ ବଣ୍ଟା ଯାଇପାରେ ନାହିଁ। ତାକୁ ଚୋର ମଧ୍ୟ ଚୋରି କରିପାରେ ନାହିଁ। ଯେତେ ଦାନ ଦେଲେ ମଧ୍ୟ ତାହା ସରେ ନାହିଁ। ସେଥିପାଇଁ ଆମ ଭାଗବତ ବି କହିଛନ୍ତି, ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ। ତେଣୁ ଭାଇଙ୍କ ଦରମାରେ ତୁମେ ହକ୍ ଦାବି କରୁଛ ମାନେ ତାଙ୍କ ବିଦ୍ୟା ବା ଜ୍ଞାନରେ ଭାଗ ବସାଇବାକୁ ଚେଷ୍ଟା କରୁଛ। ସେଇଟା କିନ୍ତୁ ସମ୍ଭବ ନୁହେଁ କି ଯୁକ୍ତିଯୁକ୍ତ ନୁହେଁ। ପାଠ ପଢିବାର ଅଧିକାର ଆଉ ସୁଯୋଗ ତୁମର ବି ଥିଲା, ତୁମେ କିନ୍ତୁ ତାହା କରିନ। ତେଣୁ ଆଜି ଏମିତି ଅବାନ୍ତର ଯୁକ୍ତି କରିବା ଜମା ଠିକ ନୁହେଁ। ସୁର କିନ୍ତୁ ଏକଦମ ନଛୋଡବନ୍ଧା। କିଛି ବୁଝିଲା ନାହିଁ। ପଞ୍ଚାୟତର ନିଷ୍ପତ୍ତିକୁ ସେ ଯେ ଖାଲି ମାନିଲା ନାହିଁ ତାହା ନୁହେଁ, ଅଧିକନ୍ତୁ ସେ ଭଦ୍ର ଲୋକଙ୍କୁ ଅପମାନ ଦେବାକୁ ପଛାଇଲା ନାହିଁ। ପାଠ ସାଠ ପଢି ନଥିବାରୁ ସେ ସେମିତି କଲା। ତାହା ଦେଖି ବିବେକୀ ସୌମ୍ୟ ପଞ୍ଚାୟତ ସମ୍ମୁଖରେ ତା ଅଂଶର ସବୁ ପୈତୃକ ସମ୍ପତ୍ତି ସାନ ଭାଇକୁ ଦେଇଦେଲା ଏବଂ ଗାଁ ଛାଡି ବରାବର ପାଇଁ ମାକୁ ନେଇ ସହରକୁ ଚାଲିଗଲା। ସହରରେ ସିଏ ଅନେକ ଯଶ ଗୌରବ ଧନ ସମ୍ପତ୍ତି ଅର୍ଜନ କରି ସୁଖ ଶାନ୍ତିରେ ରହିଲା। ଏପଟେ ଅଳସୁଆ ସୁର କିନ୍ତୁ କେତେଟା ବର୍ଷ ଭିତରେ ସବୁ ଜମି ବାଡି ବିକି ଭାଙ୍ଗି କାଙ୍ଗାଳ ହେଇଗଲା। ଏତିକିରେ ଗପଟି ଶେଷ କରି ପଣ୍ଡିତ ମହାରାଜ କହିଲେ, ଏବେ ତ ପିଲେ ମୋ ପ୍ରଶ୍ନର ଉତ୍ତର ସମସ୍ତେ ପାଇଯାଇଥିବ, ନୁହେଁ କି? ପିଲାଏ ସମସ୍ତର ଉତ୍ତର ଦେଲେ, ହଁ ବାବା। ପଣ୍ଡିତ କହିଲେ, ତାହେଲେ ଏବେ କୁହ, ତୁମେ ମାନେ କେଉଁ ଧନ ଉପାର୍ଜନରେ ମନ ଦେବ? ପିଲାଏ ବଡ ପାଟିରେ କହିଲେ, ବିଦ୍ୟା ଧନ। ପଣ୍ଡିତ ମହାରାଜ ଖୁସି ହେଲେ ଓ ଆଶୀର୍ବାଦ କରି କହିଲେ, ହଉରେ ପିଲେ, ଆଜି ଏତିକିରେ ଥାଉ। ଏଣିକି ମୋର ଡେରି ହେଲାଣି, ମତେ ଏବେ ବିଦାୟ ଦିଅ। ତାପରେ ପଣ୍ଡିତ ମହାରାଜ ବିଦାୟ ନେବାକୁ ବାହାରିଲେ। ଗଲାବେଳେ ସେ ପିଲାମାନଙ୍କୁ ଟିକେ ଗେଲ କରିଦେଇଗଲେ। ପିଲାମାନେ ପ୍ରଣାମ କରି ହାତ ହଲେଇ ବିଦାୟ ଜଣାଇଲେ। ବାସ୍ ରେ ପିଲାଏ ବାସ୍, ଆଜି ତୁମ ଅନୁରୋଧରେ ସୁନ୍ଦର ସୁନ୍ଦର ଗପ ଓ କବିତା ପୁଣି ଗୀତ ଶୁଣିଲ। ଏଥର ପିଲାଏ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦବ। ଆମକୁ ଚିଠି ଲେଖିବାର ଠିକଣା କାକଳି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 757002। ତେବେ ଆଜି ଏଇଠି ରହୁଛୁ ପିଲାଏ। ପୁଣି କଥାବାର୍ତ୍ତା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ ଆଉ ମୁଁ ନିବେଦିତା ବାରିକ।